ଦେଖନ୍ତୁ ଆଜିର କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟିର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ତାଙ୍କ ମନ୍ତ୍ରିମଣ୍ଡଳରେ ଥିବା ଯଶସ୍ୱୀ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କର ଏହି ଆଗମନ ସମସ୍ତ ଜନସାଧାରଣ ସମସ୍ତ ବୁଦ୍ଧିଜୀବୀ ସମସ୍ତ ଭୋଟର ସର୍ବୋପରି ଭାରତୀୟ ଜନତା ପାର୍ଟିର ଯଶସ୍ୱୀ କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହକୁ ପାଥେୟ କରୁଛି। ଆମେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ବହୁତ ଭଲ ରେଜଲ୍ଟ କରିବ ଏହି ଆଶା ପୋଷଣ କରୁଛୁ। ଆଜ୍ଞା ସାଧାରଣ ଜନତାଙ୍କ ସ୍ୱର ହେଉଛି ଆମ ପରିବର୍ତ୍ତନ। ଆମେ ଡବଲ ଇଞ୍ଜିନ୍ ସରକାର କରିବୁ। ଆମେ ଗାଁ ଗାଁରେ ଗଳି ଗଳି ଆମେ ବୁଲୁଛୁ। ସାଧାରଣ ତାଙ୍କ ମନୋଭାବରେ ଚିନ୍ତାର ଅଛି ଆମେ ଏ ବର୍ଷ ସରକାର ଚେଞ୍ଜ କରିବୁ, କାରଣ ଡବଲ ଇଞ୍ଜିନ୍ ସରକାର ଆମେ କରିବୁ। ଆଜ୍ଞା ପାଟନା ନିର୍ବାଚନରେ ଅନେକ ମୁଦ୍ଦା ଅଛି, ସେଥିରେ ବିଶେଷ କରି ଏ ଖରାଦିନ ହେଲା ପାନୀୟ ଜଳ ମୁଦ୍ଦା ସର୍ବୋପରି। ଶିକ୍ଷା ସମସ୍ୟା ଅଛି, ସ୍ୱାସ୍ଥ୍ୟ ସମସ୍ୟା ଅଛି, ସବୁଠୁ ବଡ଼ ମୁଦ୍ଦା ହେଲା ପାନୀୟ ଜଳ ସମସ୍ୟା। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 10,400 କୋଟି ଟଙ୍କା ବିଗତ 5 ବର୍ଷ ଦେଇଥିଲେ ସୁଦ୍ଧା ଆପଣ କେଉଁଝର ଜିଲ୍ଲା ଦେଖନ୍ତୁ ବିଭିନ୍ନ ପ୍ରକାର ମେଗା ପ୍ରୋଜେକ୍ଟ ହେଇଛି। ଆପଣ ଆଜି ମୋତେ କହନ୍ତୁ କେଉଁ ଗୋଟେ ମେଗା ପ୍ରୋଜେକ୍ଟ ସକ୍ସେସ୍ ହେଇଛି ଏବଂ ସେଥିରେ ପାଣି ପାଇଁ ଲୋକ ଉପକୃତ ହେଉଛନ୍ତି। ତେଣୁ ସେ ବଡ଼ ମୁଦ୍ଦା ରହିବ। ଆଗାମୀ ଦିନରେ ଜନସାଧାରଣଙ୍କର ଯଦି ଆସ୍ଥାବର୍ଜନ ଆମେ ହେବୁ ପାଣି ସମସ୍ୟା ସମାଗେ ସମାଧାନ କରିବା ପାଇଁ ଚେଷ୍ଟା କରିବୁ। ଦେଖନ୍ତୁ ଲିଫ୍ଟ ଇରିଗେସନଟା ହେଲେ ଚାଷୀ ପାଣି ପାଇବେ, ଚାଷବାସ ସୁବିଧା ହେବ, ସମସ୍ତେ ଉପକୃତ ହେବେ, ଚାଷବାସ ଭଲ ଦୁଇ ପଇସା ରୋଜଗାର ଚାଷୀଙ୍କର ହେବ, ସମସ୍ତେ ଭଲରେ ରହିବେ। ଏହି ଆଶା ପୋଷଣ କରି ଏ ଲିଫ୍ଟ ଇରିଗେସନର ଉତ୍ପତ୍ତି ହେଇଥିଲା। କିନ୍ତୁ ଯେଉଁ ହିସାବରେ ଏହାକୁ ମ୍ୟାନେଜମେଣ୍ଟ କରି ସୁଦୂରପ୍ରସାରୀ କରିବା କଥା ରାଜ୍ୟ ସରକାର ପୁରା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆଜି ପର୍ଯ୍ୟନ୍ତ ଗୋଟିଏ ଲିଫ୍ଟ ଇରିଗେସନ ନାହିଁ। ବୈତରଣୀରେ ହଜାର ହଜାର ଲିଫ୍ଟ ଇରିଗେସନ ଅଛି, କିନ୍ତୁ ଆପଣମାନେ କହିବେ କେତେ ଗୋଟି ସଂଖ୍ୟା ହାତ ଗଣତି ସଂଖ୍ୟା ଛାଡ଼ିଦେଲେ ପ୍ରାୟ 90% ଲିଫ୍ଟ ଇରିଗେସନ ବର୍ତ୍ତମାନ ଅଚଳ ହୋଇପଡ଼ିଛି। ତେଣୁ ମୁଁ ଭାବୁଛି ଏଇ ରାଜ୍ୟ ସରକାର ଉଭୟମାତ୍ରକୁ ଭାବ ତାଙ୍କ ଉଦାସୀନତା ମନୋଭାବ ଦର୍ଶାଉଛି ଯେ ଚାଷୀର ଉପକୃତ ସେ ଏ ସରକାର ଚାହୁଁନି। ହଁ ଆଜ୍ଞା ଦେଖନ୍ତୁ ଆଗେ ନିର୍ବାଚନ ଇସ୍ତାହାରରେ ଭାରତୀୟ ଜନତା ପାର୍ଟିର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏ ନିର୍ବାଚନ ଇସ୍ତାହାରରେ କ୍ୱିଣ୍ଟାଲ ପିଛା 3100 ଟଙ୍କା ଧାନ ଦେବେ ବୋଲି କହିଛନ୍ତି। ସର୍ବୋପରି ମାଆମାନଙ୍କ ପାଇଁ 1000 ଟଙ୍କା ଗୃହିଣୀ ଭତ୍ତା ଏବଂ ସୁଭଦ୍ରା ଯୋଜନାରେ 50,000 ଟଙ୍କା ମହିଳାମାନଙ୍କୁ ପ୍ରଦାନ କରିବାକୁ ସୂଚନା। ସମସ୍ତେ ଏସ୍ଏଚ୍ଜି ମାଆମାନଙ୍କୁ ବେଶୀ ଉତ୍ସାହ ଅଛି। ଆଜ୍ଞା ମୋଦି ସରକାରଙ୍କ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଯେଉଁ ଚିନ୍ତାଧାରା ଯେଉଁ ଦେଶ ଚଳାଇବା ଯେଉଁ ତାକୁ ପାଥେୟ କରି ସମସ୍ତେ ତାଙ୍କୁ ଉତ୍ସାହିତ ଅଛନ୍ତି। ଆଉ ଆମେ ଯାହା ବି ହେଉ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପିଛାରେ ଆମ ପାଖରେ ଠିଆ ହେବ।